छुट्टी जीवा एवं छुटेवा हाँ छुटेवा माने निजर पुरुषार्थ सिद्ध होई छुट्टी जीवा माने बस तार से गला से गला छुट्टिया माने पळालिया तमे पळै जीवो फरक पडुछि ना छुट्टेवा माने से छुट्टी बोल ना आ छुट्टी माने छुट्टी जीवा हाँ छुट्टी जीवा छुट्टी जीवा माने आसक्ति शून्य है आशा सुन छुट्टेया माने आसक्ति अच्छी छुट्टे लगी तुम निज चेष्टा लगे चल सर नहीं छुट्टी हब नहीं कहीं आसक्ति अच्छी पूरा आसक्ति आसक्ति अच्छी ऑटोमेटिक से छुट्टी एक चिंता कर ये ऑटोमेटिक छुट्टी सेक्टर खाली लगे छुटे 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 सर ना साधन मार्ग सब सिद्धांत सिद्धांत पराजय करे काज पतन हो कृष्ण चैतन्य देवं श्री राधा कृष्ण पादान सवणलिता श्री विशाखालितांश्च अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः वाञ्छाकल्पतरुभ्यश्च कृपासिन्धुभ्येव च पतितानां पावनेभ्यो वैष्णवेभ्यो नमो नमः नमो महावदान्याय कृष्णप्रेमप्रदायते कृष्णाय कृष्णचैतन्यनाम्ने गौरकृष्णे नमः अनर्पितचरिञ्चिरात्मदुनयावर्तिनः कलौ समर्पयितुर्नतमुग्ररसां स्वभक्तिश्रियम् हरिः पुरटसुन्दरद्युतिकदम्ब सन्दीप्तः सदा हृदयकन्दरे स्फुरतु वः सखीनन्दनः हे कृष्ण करुणा सिन्धो दीनबन्धु जगत्पते गोपेश गोपिकान्त राधाकान्त नमोऽस्तुते सप्तकाञ्चन गौराङ्गी राधे वृन्दावनेश्वरी वृषभानुसुते देवी प्रणमां हरिप्रिये हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 श्री हरि साधक जीवनटा एत सुख सुविधा संपादन करवा कौटी देखा साधक मान साधन अर्थ भी कष्ट एक मानसिक वास्तविक तीन स्तर कष्ट हो बिना समस्या कथा शुणा पड़े जो कथा भी पूर्व संस्कार लिंक थी खाली लोकटा कि क्या कौन कह आम खाली थी आम शुणा पड़ू ताने कौन पूर्व संस्कार किसी जार परिणाम स्वरूप शुणा पड़ू पूरा कष्ट हम ना नहीं खाया द्वारा घरिया दर्पण कले
ଶରୀର ଧର୍ମରେ ବାଧା ଆସିବ, ତାର ଖାଇବା ପିଇବା ଶୋଇବାର ସବୁ ବିପରୀତ ହବ, ହଁ ତେଣୁ ଶରୀର କିଛି ରୋଗ ବି ଧରିବ ଆସିବ, ଆସିବ ତେଣୁ ତାକୁ ସହାୟ କରିବାକୁ ପଡ଼ିବ। ଦାୟିତ୍ୱ ମାନସିକ ସ୍ତରରେ ବିଭିନ୍ନ ସମସ୍ୟା ଆସି ପହଞ୍ଚିବ, ଗୋଟେ କହିପାରୁନଥିବ ସହିପାରୁନଥିବ, ଏଗୁଡ଼ା ସବୁ କଷ୍ଟ ନୁହେଁ, କଷ୍ଟ ଲାଗେ କ୍ଲେଶ ଲାଗେ। ଏଗୁଡ଼ାକ ତିନିଟାଙ୍କ ତରଫରୁ ହିଁ ଭଗବତ ସମର୍ପିତ ହିଁ ତମର ଉଦ୍ଧୂତି ଯିବ। ଭଗବତ ବିଶ୍ୱାସ ପାଇଁ ଏସବୁ କଷ୍ଟ ସହିବାକୁ ପଡ଼ିବ। ପ୍ରଭୁ ଏସବୁ ତୃପ୍ତି ପାଇଁ ତ ନିଶ୍ଚିତ ଭାବରେ ମୁଁ ଦାୟୀ ପାଇଁ ମୁଁ ରୋଜଗାର କରିଛି, ହେଲେ ମୁଁ ଆଉ ଶରଣ କୋଉଠି ଯିବି? ଆଉ ଆପଣଙ୍କ ଘରେ ଏଇଥିପାଇଁ ଶରଣ ପଶିବି। ତେଣୁ ଭଗବାନ ତାର ସବୁ ମେକଅପ୍ କରିଦେବେ, ଏଭଳି ବୁଦ୍ଧି ଦେବେ, ସାମର୍ଥ୍ୟ ଦେବେ, ଶକ୍ତି ଦେବେ, ଯେ କି ତିନିଟା ବର୍ଷ ଅତିକ୍ରମ କରିବେ ଆଜି ଭୌତିକ, ଦୈବିକ, ଆଧ୍ୟାତ୍ମିକ ତିନିଟା ତାକୁ ସେ ତାର ଉପର ତେବେ ସାଧକ ବା ସାଧନକୁ କଷ୍ଟ ବୁଝିବାକୁ ପଡ଼ିବ। ଆମେ ତ କଣ ସୁଖ ବାଟ ଦେଇକି ଆମ ପ୍ରାପ୍ତ କେମିତି ହବ ବୋଲି ଏଥିରେ ଲାଗିଥାନ୍ତି କି ନାହିଁ? ତା ଦ୍ୱାରା ହବ। ମୁଁ କିଛି କହିନି, ତୁ କାହିଁ କହିଲୁ? କିଛି କହିଲୁ, ସେ କାହିଁ କହିଲା? ସେ କିଏ କହିଲା? ସେ ବି ତ ଗୁରୁ ହେଇଥିବ ବା ସେ ଭଗବାନ ହେଇଥିବେ। ଏବେ କେତେ ଦୂର ସହନଶୀଳ ତୋର ସେ ପରୀକ୍ଷା କରୁଥିବେ। ତୋର ଏ ବିଷୟରେ କିଛି ଗବେଷଣା ଅଛି କି? ନାଇଁ। ଯଦି ଏ ବିଷୟରେ ଗବେଷଣା ନାହିଁ, ତୁ କି ସାଧକ, କି ସାଧନ କରୁଛୁ? ଆଉ ତୁ ତୋର ସୁଖୀ ଗୋଟେ, ତୋର ସୁଖ କରିବା ପାଇଁ ନ୍ୟାୟ ଚାହୁଁଛୁ କି ନାହିଁ? ତେଣୁ କେତେ ଗୁଡ଼ିଏ କଥା ଏ ପିତାପକୁ ହଟେଇବାକୁ ହେଲେ ବେଦ୍ୟମ୍ ବାସ୍ତବ ମନ୍ତ୍ର ପିତାପ ହଟେଇବ। ସେ ଧର୍ମ ପ୍ରଚିତ କରିଦେବୁ ପରମ ବିଭତ୍ସାରଣ ହତା ବେଦ୍ୟମ୍ ବାସ୍ତବ ମନ୍ତ୍ର ବସ୍ତୁ ଶିବଦମ୍ ତାପତ୍ର ଉନ୍ମୂଳନମ୍। ତିନି ତାପକୁ ହଟେଇବ। ବେଦଙ୍କର ତାତ୍ପର୍ଯ୍ୟ ରହିଛି। କି ଜାତୀୟ ତାତ୍ପର୍ଯ୍ୟ? ଏଇ ପିତାପକୁ ହଟେଇବା ତ ସାମର୍ଥ୍ୟ ତାତ୍ପର୍ଯ୍ୟ। ତାହେଲେ ତାର ପ୍ରଣାଳୀ ଆମକୁ ବୁଝିବାକୁ ପଡ଼ିବ ନାହିଁ, ତାର କୌଶଳ, ତାର ଧାରା ଆମକୁ ବୁଝିବାକୁ ପଡ଼ିବ ନାହିଁ ଯେ ଆମର କି ଜାତୀୟ ବୁଝାମଣା ରହିବାର ଅଛି ତିନିଟା ତାପ ଉପରେ। ଏ ଅତି ସୂକ୍ଷ୍ମ ମାର୍ଗର କଥା, ଅତି ସୂକ୍ଷ୍ମ ମାର୍ଗର କଥା। ସତ୍ସଙ୍ଗରୁ ସାର ସଂଗ୍ରହ କରିକି ନିଜେ ତାକୁ ମନ ସ୍ମରଣ ଧ୍ୟାନ ନିଧ୍ୟାସନ ଏସବୁ କରିବ। ତେବେ ଯାଇକି ତାକୁ ଏବେ ଏସବୁ କଷ୍ଟ ବାଟ ଦେଇକି ଯିବାକୁ ପଡ଼ିବ, ସୁଖ ବାଟ ନେଇକି ନାହିଁ। ଭଗବାନ ପରୀକ୍ଷା କରିବାକୁ ଯାଇକି ମଧ୍ୟ ଥରେ ଥରେ ପରିସ୍ଥିତି କରିଦେବେ। ହଁ, ଏମିତି ପରିସ୍ଥିତି କରିଦେବେ, ଅପମାନ କରିଥିବେ, କୋଉଠି କ'ଣ କରିଥିବେ। ହଁ, କି ଆମେ ଦେଖୁଥିବା ସେଇ ଲୋକଟା ମତେ ଏମିତି ଅପମାନ କଲା ବୋଲି, କିନ୍ତୁ ସିଏ କରିନି, ପରୀକ୍ଷା ନିଅନ୍ତି ଆଉ ଭଗବାନ ତା ମଧ୍ୟରେ ବସିକି ତାକୁ କରିଦେଇଥାନ୍ତି। ସେଟା ତୁମର ହିତ ପାଇଁ ସେ କରୁଛ। ତମେ ପାଠ ପଢୁଛ ନା, ପାଠ ପଢିବା ପିଲା ପରୀକ୍ଷା ଦବ ନା ତମେ? ପରୀକ୍ଷା ଦବ। ଯଦି ଏହି ଚିନ୍ତାଧାରା ଯଦି ସାଧକର ନାହିଁ, ତାହେଲେ ସେ ବିଗିଡିଗଲା କି ନାହିଁ? ବିନା ପରୀକ୍ଷାରେ ପାସ୍ ଭୁଲ ପାସ୍ ହବ। ଦିଟା ଜିନିଷ ବଡ ଉପାଦେୟ। ପରମାର୍ଥ କହିଲେ ଅତ୍ୟନ୍ତ ସୂକ୍ଷ୍ମ, ଆଉ ସାଧନ କଲେ ସବୁବେଳେ କ୍ଲେଶ, କଷ୍ଟ ସହିବାକୁ ପଡ଼ିବ, କଷ୍ଟସାଧ୍ୟ। ତଥାଇ ଭକ୍ତିରସାମୃତ ସିନ୍ଧୁ 2/5/131 ସର୍ବଥୈବ ଦୁରୁହୋୟମ୍ ଅଭକ୍ତୈର୍ଭଗବତ୍ ରସଃ ତତ୍ପାଦାମ୍ବୁଜ ସର୍ବସ୍ୱ
तत्पादाम्बुज सर्प स्वे भक्तिरेवानुरस्यते। यह भक्तिरस अभक्तों के पक्ष में सब प्रकार से दुष्प्राप्य है, किंतु श्री कृष्ण पादाम्बुज ही जिनके सर्वस्व है, वे भक्त इस रस का निरंतर आस्वादन करते रहते हैं। संक्षेपे कहिल प्रयोजन विवरण पंचम पुरुषार्थ कृष्ण प्रेम धन। पूर्वे प्रयागे आमी रसेर विचारे तोमार भाई रूपे कहिल शक्ति संचारे। तुमिह करिह भक्ति रसेर विचार मथुरार लुप्त तीर्थेर करिह उद्धार। वृंदावने कृष्ण सेवा वैष्णव आचार भक्ति स्मृति शास्त्र करिह प्रचार। युक्त वैराग्य स्थिति सब सिखाइल शुष्क वैराग्य ज्ञान सब निषेधिल। श्रीमन महाप्रभु ने कहा, सनातन मैंने तुम्हें प्रयोजन तत्व का संक्षेप से विवरण सुनाया है। कृष्ण प्रेम धन ही पंचम पुरुषार्थ है। कृष्ण चरण सर्वस्व धन जिया को बुझी नेला। कृष्ण चरण सर्वस्व धन। पहले मैंने प्रयाग में रसतत्व को समझाते हुए तुम्हारे भाई के रूप में उस रसतत्व मूलक शास्त्रों को रचना करने की शक्ति संचार की थी तथा उनके प्रचार करने का आदेश भी दिया था। तुम भी भक्ति रस तत्व का विचार एवं प्रचार करना। मथुरा मंडल ब्रजमंडल के जो समस्त तीर्थ कालवश विलुप्त हो गए हैं, उनका जाकर तुम उद्धार करो तथा जनसाधारण के आगे उन्हें प्रकाशित करो। श्री वृंदावन में श्री कृष्ण मूर्ति सेवा की प्रतिष्ठा तथा वैष्णवों को कैसा आचरण करना चाहिए, उसके लिए भक्ति स्मृति शास्त्र श्री हरिभक्ति विलास की रचना करके तुम प्रकाश करना। सबको युक्त वैराग्य अर्थात भक्ति के उपयोगी वैराग्य या भक्ति विकास के लिए अनुकूल जो वैराग्य है उसकी शिक्षा दो। और उसको वैराग्य अर्थात भगवत संबंधी वस्तुओं का या भगवत प्रसाद की भी त्याग, ऐसे वैराग्यों का निषेध करना एवं ज्ञान अर्थात निर्विशेष ब्रह्मानुसंधानात्मक ज्ञान का सर्वथा निषेध करना। निम्नभूत श्लोक में युक्त वैराग्य का लक्षण वर्णन करते हैं। तथाई भक्ति रसामृत सिद्धौ 1/2/255। अनासक्तस्य विषयान् यथार्ह अमुपजुञ्जतः निर्बन्धः कृष्ण संबंधे युक्तं वैराग्यमुच्यते। विषयों में आसक्तिहीन होकर तथा योग्य भाव से जो विषयों का उपभोग करते हैं, विषयों में आसक्तिहीन होकर तथा योग्य भाव से जो विषयों का उपभोग करते हैं, अर्थात जो केवल कृष्ण सेवा की अनुकूलता के लिए ही विषयों का भोग करते हैं। जितने विषय भोग के बिना भक्ति अनुष्ठान की रक्षा ही नहीं हो सकती, उतना ही विषय भोग जो करते हैं उनके वैराग्य को युक्त वैराग्य कहते हैं। उस युक्त वैराग्य से ही श्री कृष्ण के संबंध में आग्रह उत्पन्न होता है। अब नीचे के कई एक श्लोकों में युक्त वैराग्य स्थित भक्तों
के आचरण का उल्लेख करते हैं। तथा ही श्रीमद् भगवद गीता 12:13 अद्वेष्टा सर्वभूतानां मैत्रः करुण एव च निर्ममो निरहङ्कारः समो दुःख सुख क्षमी सन्तुष्टा सतत योगी यतात्मा दृढ़ निश्चयः मय्यर्पिता मनोबुद्धि यो मद्भक्तः स मे प्रियः यस्मान्नोद्विजते लोको लोकान्नोद्विजते च यः हर्षामर्षभयोद्वेगी मुक्तो यो स मे प्रियः अनपेक्षा शुचिर्दक्ष उदासीनो गतव्यथः सर्वारम्भ परित्यागी जो मद्भक्तः स मे प्रियः जो न हृष्यति न द्वेष्टि न शोचति न काञ्चति शुभाशुभ परित्यागी भक्तिमान स मे प्रियः शत्रौ च मित्रे च तथा मानापमानयोः शीतोष्ण सुखदुःखेषु समसङ्गविवर्जितः तुल्यनिन्दास्तुतिर्मौनी सन्तुष्टो येन केनचित् अनिकेतः स्थिरमति भक्तिमान् मे प्रियो नरः धर्मामृतमिदं यथोक्तं पर्युपासते तद्धाना मत्परमा भक्तास्तेतीव मे प्रियः। श्रीमद् भगवद गीता में भगवान श्री कृष्ण ने श्री अर्जुन के प्रति कहा है, जो किसी से द्वेष नहीं करता, किसी द्वारा द्वेष किए जाने पर भी जो उससे द्वेष नहीं करता, मेरी प्रारब्धानुसार परमेश्वर की प्रेरणा से ही यह व्यक्ति मेरे साथ द्वेष करता है, ऐसा जानकर जो जीव मात्र के प्रति द्वेष शून्य है। सब जीवों में परमेश्वर अधिष्ठित है, यह जानकर जो जीव मात्र के प्रति स्निग्ध है, अर्थात किसी जीव को दुख नहीं देता, जो करुण है, जो देहादि की ममता से रहित है, जो निरहंकार है, सुख में हर्ष से और दुख में उद्वेग से रहित है, जो सर्व विषय में सहनशील है, जो लाभ एवं क्षति में भी प्रसन्न चित्त रहता है, जो भक्ति योग युक्त है, जो जितेंद्रिय है, मैं भगवत दास हूँ, इस प्रकार के दृढ़ निश्चय से जो कुतर्क आदि द्वारा विचलित नहीं होता, जिसने मन एवं बुद्धि को मुझ में अर्पण कर दिया है, वह भक्त ही मुझे प्यारा है, जिससे कोई भी उद्वेग नहीं पाता, जो लोगों द्वारा उद्विग्न नहीं होता एवं जो हर्ष क्रोध भय तथा उद्वेग से मुक्त है, वह मेरा प्रिय भक्त है, जो किसी की कुछ भी अपेक्षा नहीं रखता, जो पवित्र है, जो दक्ष है, जो उदासीन अर्थात जिसके लिए स्वपक्ष एवं परपक्ष नहीं है, जो व्यथा रहित है, जो भक्ति विरोधी उद्यम आदि यानी सर्वारंभ का परित्याग करता है, वो भक्त मेरा प्रिय है, जो प्रिय वस्तु को पाकर हृष्ट नहीं होता, अप्रिय वस्तु को पाकर जो उससे द्वेष नहीं करता, प्रिय वस्तु के नष्ट हो जाने पर जो उसके लिए शोक नहीं करता, प्रिय वस्तु के पाने के लिए जो उसकी आकांक्षा नहीं करता, जिसने शुभाशुभ कर्म परित्याग कर दिए हैं, वो भक्तिमान व्यक्ति ही मेरा प्रिय है। जो शत्रु एवं मित्र में
मान एवं अपमान में, शीत एवं गर्मी में, सुख एवं दुख में समभावापन्न है, जो आसक्ति रहित है, निंदा एवं स्तुति में जिसका समज्ञान है, जो मौनी है अर्थात जिसने बाकियों को संयत कर लिया है, जो हर अवस्था में संतुष्ट रहता है, जो अनिकेत है अर्थात जिसका कोई निर्दिष्ट वासस्थान नहीं है, एवं जो स्थिर बुद्धि है, वो भक्तिमान व्यक्ति मुझे प्रिय है। यह जो कुछ मैंने तुम्हें बतलाया है, इस धर्मामृत में जो व्यक्ति श्रद्धावान होकर मेरी उपासना करता है, वो भक्तिमान व्यक्ति मेरा अतीव ही प्रिय है। जो भली सरल भक्ति लोग साधन यापर आहरी एक सरल उपाय अच्छे ये कठिन हो कौन ये कहते प्रिय अप्रिय वस्तु जहाँकर समज्ञान था निजर प्रिय अप्रिय वस्तु समज्ञान थाए यह को आम बुझा पड़ो ना अन्यर प्रिय अप्रिय वस्तु को आम समज्ञान रखा यह बुझा पड़ो बड़ सूक्ष्म हो आम तो साधारणतः आम बुझु आमर निजर प्रिय अप्रिय वस्तु समभावना रखा आम पाखे प्रिय जिनस अच्छी एवं अप्रिय जिनस अच्छी आम तो संज्ञान करवा संभव कहीं मोर तो प्रिय वस्तु এটা अप्रिय वस्तु से निजर प्रिय वस्तु अप्रिय वस्तु जार समज्ञान अच्छे हर्ष विषाद जार ना प्राप्त हर्ष अप्राप्त विषाद विषाद जार ना अरे निजर जो प्रिय अच्छे अप्रिय अच्छे तो हर्ष विषाद जरूर अच्छे दुख सुख जार अच्छे समज्ञान कर दुख सुख समज्ञान जय विजय समज्ञान ये कहूँ साधक पक्षे दुटाक अच्छी तो संज्ञान कर असंभव केमती बुझा तेणु ये साधक भक्तिर जो नियम बतौ साधक पक्षे दीटा जिनस न था कहीं दीटा जिनस रही से कर संज्ञान कर अन्यर सुख दुख तापाई समान निजर सुख दुख समान से कर सुख दुख एटा अन्यर सुख दुख माने अन्यर दुख रे किसी चिंता नहीं कि अन्यर सुख रे भी किसी चिंता नहीं एटा कि प्रिय वस्तु बोली कह जाउची तापे सेटा प्रिय नहीं अन्य पाई प्रिय अच्छा अन्यर मोर गोटे धर
ପ୍ରିୟ ଅଛି ଅପ୍ରିୟ ଅଛି ଗୋଟେ ସାଧକ ପାଖରେ ସେ ସମାନ ଅଛି। ତା ଦୃଷ୍ଟିରେ ପ୍ରିୟ ଅପ୍ରିୟ କିଛି ନାହିଁ, କିନ୍ତୁ ଆମ ଦୃଷ୍ଟିରେ ପ୍ରିୟ ପ୍ରିୟ ଅଛି। ଯେମିତିକି ବାଙ୍କା ଆଉ କଣ ରାଙ୍କା କଣ କଣ ବାବା ସେଟା ବଙ୍କାରଙ୍କା? ବାଙ୍କାରାଙ୍କା ଭକ୍ତ ସ୍ୱାମୀ ସ୍ତ୍ରୀ ସେ। ଆଚ୍ଛା ତେଣୁ ସିଏ ପରମାର୍ଥର ବଡ଼ ଚରମ ଭଗବାନଙ୍କର ଅତି ପ୍ରିୟ ଭକ୍ତ ସେ। ଆଚ୍ଛା ଜଙ୍ଗଲରୁ କାଠ ଗୋଟିକି ଆଣିବେ ବିକିବେ, ଯାହା ଦି ପଇସା ହବ ତେଲୁଣ ସବୁ କରି ଠାକୁରଙ୍କୁ ଭୋଗ ଦେଇ ସେ ପ୍ରସାଦ ପାଇକି ବାସ୍ ଆମେ ତାଙ୍କ ଭଜନ କୀର୍ତ୍ତନରେ ଅଛନ୍ତି। ତେଣୁ ଭଗବାନ ଲକ୍ଷ୍ମୀ ଠାକୁରାଣୀ କଣ ତୁମର ସବୁ ଭକ୍ତ ହେଇକି ବୁଢା ବୁଢୀ ହେଇଗଲେଣି କାଠ ଗୋଟେଇ ଖାଉଛନ୍ତି ସେ, ତାଙ୍କୁ କଣ ଟିକେ କୃପା କଲେ ହବନି ନା? କଣ କୃପା ଦେଲା? ସେ ତ ଆମକୁ କୃପା କରୁଛନ୍ତି, ଆମେ ତାଙ୍କୁ କଣ କୃପା ଦେବା? ବାଃ ନା ଏମିତି କଣ କହୁଛ ନା କଣ କହିବା? କଣ ତୁମେ ଚାହୁଁଛ? କଣ ଭଗବାନ ନାରାୟଣ ଲକ୍ଷ୍ମୀ ପଚାରୁଛୁ ଚାହୁଁଛୁ କଣ? ତାକୁ ଟିକେ କୃପା ଟିକେ କର, ସେ ତା ଘରେ ବସିକି ଦିଟା ଭୋଗ ଲଗଉ ଖାଉ, କଣ ଅସୁବିଧା ହଉଛି? କଣ ସରିଯାଉ ତମର ତ କୋଠା ବାଡ଼ି ନା କଣ ଲାଗୁଛି? ତା ଭୋଗ ଲଗେଇବା ସାମଗ୍ରୀ ତମକୁ ତ ଦେଇକି ସେ ଖାଇବ ଆଉ ନା ରେ ସେ ନେଲେ ସିନା ଯାହା କରିବୁ, ନ ନେଲେ କଣ କରିବୁ? ନା ଆପଣ ଦେଲେ ସେ ନବନି ନା ନାଇଁ? ମୁଁ ଦେଲେ କେତେ ଥର ନବୁନି ସେ କାଠ ବଟେଇବା ତାର ବ୍ୟବସାୟ। ନା ମୁଁ ଦେଖିବାକୁ ଚାହୁଁଛି ସେ ନବନି କିଣିଲେ ତୁମେ କଣ କଲେ ନା ତାଙ୍କ ଯିବା ରାସ୍ତାରେ, ଜଙ୍ଗଲକୁ ଯିବା ରାସ୍ତାରେ ସେ ସୁନାମ ଘର ପକେଇଦେଲେ। ବୁଝିଲେ କି? ତେଣୁ ସେ ଟିକେ ଦୂରରେ ଯାଉଛନ୍ତି, ସ୍ତ୍ରୀ ଟିକେ ଦୂରରେ ଯାଉଛନ୍ତି, ଇଏ ଆଗେ ଆଗେ ତାଙ୍କେଟା ଧରିକି ଜଙ୍ଗଲକୁ ବାହାରିଛନ୍ତି, ସେ ପଛ ପଛେ ଯାଉଛନ୍ତି। ଦେଖିଲା ବେଳେ ସୁନାମ ଘର ପଡିଛି, ଭାରି ପଡିଛି ବିପତ୍ତି କାରଣ ସବୁ। ବୁଝିଲେ କି? ତେଣୁ ସେ କଣ କଲେ ନା ପଛରେ ଆସୁଛି ସେ ସେଠାରେ ଯଦି ରହିବ ବୋଲେ ଅସୁବିଧା ହବ ତାକୁ। ଆଉ ତମେ ସେ କଣ କଲେ ନା ଗୋଟେ ମାଟି ଫାଟି ଗୋଟେ ତାପରେ ପକେଇ ଦେଉଛନ୍ତି। ଆଉ ସେ ଦୂରେ ଯାଉଛନ୍ତି ଲୋକ, ସ୍ୱାମୀ କଣ କରୁଛନ୍ତି ଦେଖୁନ ନା ଦେଖୁଛନ୍ତି ଯେ କଣ ରାସ୍ତାରେ ଯିବା ଲୋକ ଟିକେ କଣ ମାଟି ଫାଟି କଣ ପାଇଁ ପକଉଛନ୍ତି? ସିଏ ପଳେଇ ଆଇଲେ ହଉ ଚାଲ, ସେ କିଛି କହୁନାହାନ୍ତି। ସେଥିଲାଗି କଣ ମାଟି ଉପରେ ପକଉଛ କଣ ପାଇଁ? ତାର କଣ କାମ କଣ? ମାଟି ଉପରେ କଣ ପାଇଁ ପକଉଛ? ସିଏ ଯୋଉ ବୁଝିନେଲା ଆରେ ମୁଁ କଣ ଆଠୁ ଉପରେ ଅଛି ବୋଲି ଭାବୁଥିଲି, ସେ ତ ମୋ ଉପରେ ହିଁ ଅଛି। ସିଏ କହିବାର ଉଦ୍ଦେଶ୍ୟ ହଉଛି ଯେ ସୁନା ମାଟି ଜାଗା ଇଏ ତ ମାଟି ଉପରେ ମାଟି ପକେଇଲେ କଣ କଣ ବେକାର ତମେ କାହିଁ କରୁଛ? କଣ ପାଇଁ ସିଏ ଭାବୁଥିଲେ କଣ ଏଇଟା ତ ସୁନା, ଇଏ କାଳେ ଲୋଭ ହେଇଯିବ, କାଳେ ତାର ଲୋଭ ହେଇଯିବ, ତେଣୁ ତାକୁ ଘୋଡେଇ ଦେବା। ତେବେ ସାଧକ ପକ୍ଷରେ ସୁନା ମାଟି ବୋଲି ଦିଟା ଜିନିଷ କିଛି ନଥାଏ। ଯଦି ଦିଟା ଜିନିଷ ଅଛି ତାହା ହିଁ ଠାକୁରଙ୍କ କୌଣସି ଲୀଳା ପାଇଁ, କୌଣସି ବ୍ୟବହାର ପାଇଁ, କୌଣସି କାର୍ଯ୍ୟ ପାଇଁ ସେ ଅଛି। ସେଥିରେ ଆମର କୌଣସି ସମ୍ବନ୍ଧ କାହିଁକି ନା ସେ ଚତୁର୍ଶ୍ଲୋକୀ ଭାଗବତକୁ ସମ୍ପୂର୍ଣ୍ଣ ହବାରେ ଅନୁଭୂତି କରିଥିଲେ। ଭଗବାନ ବ୍ୟତୀତ ଦୁନିଆରେ କିଛି ନାହିଁ, ସବୁ ଭଗବତ ବିକାର ଅଛି। ଯେତେ ବନସ୍ପତି ପୃଥିବୀର ବିକାର, ଆତରୁଲତା ଯେତେ ସବୁ କଣ ସବୁ ପୃଥିବୀର ବିକାର, ସେମିତି ଭଗବାନଙ୍କର ବିକାର ସବୁ ଯାହା ତତ୍ଵ ସବୁ ରହିତା ଭିତରେ ସବି ତତ୍ଵ କହ, ପତି ତତ୍ଵ କହ, ଅଧି ତତ୍ଵ କହ, ଏସବୁ ଭଗବତ ବିକାର।
ଏଥିରେ ଦୃଢ଼ ପ୍ରତିଷ୍ଠିତ ସାଧକ ଥାଏ, ଭକ୍ତ ଥାନ୍ତି, ସାଧକ ଥାନ୍ତି। ତେଣୁ ତାଙ୍କ ପାଖରେ ସୁନା ଗୋଟେ ମାଟି ଗୋଟେ ତାର ଦିଟା କାର୍ଯ୍ୟ ଏ ଭାବନା ଥାଏ। ସେ କେବଳ ଭଗବତ ଦୃଷ୍ଟିକତା କିଛି ନାହିଁ, ସୁନାକୁ ଦେଖୁଛି ନା ମାଟିକି ଦେଖୁଛି। ଆଜି ଦ୍ୱାଦଶ ଅଧ୍ୟାୟରେ ଗୀତାର ଯୋଉ ଭକ୍ତି ଯୋଗର ଏଇ ଯୋଉ ଲକ୍ଷଣ ସବୁ ବତାଉଛନ୍ତି, ସେଇ ସ୍ଥିତିର ଭକ୍ତଙ୍କ ସ୍ତରଟା ହଉଛି, ଭାବନାଟା ହଉଛି ସେ ନାଇଁ ଦୁଃଖକୁ ଜାଣନ୍ତି ନା ସୁଖକୁ ଜାଣନ୍ତି, ନାଇଁ ସୁନାକୁ ଜାଣନ୍ତି ନା ପଥରକୁ ଜାଣନ୍ତି, କେବଳ ହିଁ ଭଗବତକୁ ସେ ଜାଣନ୍ତି, ଭଗବତ ବିଚାର କେବଳ ଜାଣନ୍ତି। ଏତିକି ମହତ୍ତ୍ୱ ତାଙ୍କ ଭିତରେ ଥାଏ। ବାକି ଯୋଉ ମହତ୍ତ୍ୱ ସେ ଭଗବତର କୌଣସି ଲୀଳା ପାଇଁ ଆସୁ, ତେଣୁ ତାଙ୍କୁ କୌଣସି ଆକର୍ଷଣ କରେନି। ଏତେ ସମୟଜ୍ଞାନ ସେ କଣ କରିବେ? ସମୟଜ୍ଞାନ ତ ପ୍ରତିଷ୍ଠିତ ହେଇକି ଅଛନ୍ତି। ତେବେ ଏଠି ଯୋଉ ତାର ଦୁଃଖରେ ଉଦ୍ବିଗ୍ନ ନୁହେଁ, ସୁଖରେ ନୁହେଁ, ପ୍ରିୟ ଅପ୍ରିୟ କିଛି ତାର ବସ୍ତୁ କିଛି ନାହିଁ। जो प्रिय अप्रिय जो कहाला प्रिय अप्रिय प्रिय अप्रिय कथा कहुनि अन्यर जोटा से कृष्ण भक्त नुहंती संसार जो मैंने प्रतिष्ठित होती संसार मोहरे बंधन बंधन से जो प्रिय अप्रिय वस्तु जो जीवन नौ जो प्रिय वस्तु अप्रिय वस्तु एथि भक्तर समान ज्ञान निजर प्रिय अप्रिय वस्तु समज्ञान करवा लिखाई यह नुहे अभक्त प्रिय अप्रिय वस्तु मान समान ज्ञान थाए बुझेगा बाबा यहीटा को गोटे उदाहरण दी कहते आगे भल होता उदाहरण टे भल होता उदाहरण यहीटा ही किसी संबंध भक्त न से आमको कौन संबंध संबंध किसी ना भक्त सागर संबंध ना तेरे चर्चा कहीं आसला प्रिय अप्रिय पड़ा चर्चा ये आसला जेहेतु भक्तर ही सम माने सुख दुख रे प्रिय अप्रिय वस्तु समज्ञान तार थाए यही जो बुझावना किसी आम दुशील हो कष्ट हो सी तो भक्त साधक से ता पाखे प्रिय अप्रिय वस्तु कौन आसला कौन किसी समज्ञान रह तार कोटा प्रिय तार कोटा अप्रिय से समज्ञान रह चर्चा आसला जे जो प्रिय अप्रिय कहांकर से जिनस ना अभक्तर से जिनस सुनारे प्रियता रखा माटी अप्रियता रखा लुहार अप्रियता रखा सुनारे प्रियता रखा यहाँ हूँ अभक्त कार्य आसक्ति व्यक्ति कार्य अनासक्त व्यक्ति तो नुहे अनासक्त व्यक्ति एक कथा कहीं कहला साधकर प्रिय अप्रिय वस्तु ही समज्ञान थाए तार प्रिय अप्रिय वस्तु आसला कर समज्ञान से रखो ऊर्धर से तुम ये जो लक्ष्य करी कहला भक्तर ही प्रिय अप्रिय समज्ञान थाए तार तो प्रिय अप्रिय किसी ना तेणु प्रिय अप्रिय वस्तु आसला कौटू ना अभक्त ठार आसला जोटा कि संसारी व्यक्ति मान प्रिय अप्रिय थाए से साधकर समानता थाए जातीय समानता ना ये सब भगवत विकार केवल भगवत बुद्धि थाए तो भगवत बुद्धि हूँ सम ज्ञान भगवान ही समान
ବା ସତ୍ୟ ଆଉ ବାକି ସବୁ ମିଥ୍ୟା। ଏଥିପାଇଁ ରାଙ୍କା ବାଙ୍କାଙ୍କ ଦୃଷ୍ଟାନ୍ତ ଦିଆହେଲା। ସେ ସୁନାକୁ ଉପରେ ମାଟି ଘୋଡ଼େଇଲା ବେଳେ ସ୍ତ୍ରୀ କହୁଛନ୍ତି ଯେ ମାଟି ଉପରେ ମାଟି ଉପରେ କଣ ଘୋରଉଛ କଣ ଗୋଟେ ତେଣୁ ସେଥିପାଇଁ କୁହାହଉଛି ସାଧକ ପକ୍ଷରେ ତ ଭଗବତ ବୃତ୍ତା କିଛି ନାହିଁ, ତାର ପ୍ରିୟ ପ୍ରିୟ ତ କିଛି ନାହିଁ, ସିଏ କଣ ସମାନ ଜ୍ଞାନ କଣ କରିବ? ତାର ତ ନେଟୱାର୍କ ସମାନ ଜ୍ଞାନ। ତେଣୁ ପ୍ରିୟ ପ୍ରିୟ ଭାବନାକୁ ନେଇକି ଯେ ସମାନ ଜ୍ଞାନ ସେ କରୁଛି, ଏ ପ୍ରଶ୍ନ କାହିଁକି? ଏ ମୀମାଂସା କଣ ପାଇଁ? ତାର ତ ନେଟୱାର୍କ ସମାନ ଜ୍ଞାନ। ତେବେ ପ୍ରିୟ ପ୍ରିୟ କାହିଁ ଲାଗୁ ହେଲା ତାଙ୍କ ପାଇଁ? ଭକ୍ତଙ୍କ ପାଖରେ ଯୋଉ ପ୍ରିୟ ପ୍ରିୟ କଥା ଅଛି, ଆସକ୍ତି ମୋହ ସବୁ ଅଛି, ସେଥିରେ ତାଙ୍କର ଯୋଉ ଅପ୍ରିୟତା ଅଛି, ଏଇ ହଉଛି ଭକ୍ତର ସାଧକର ଉତ୍କର୍ଷତା ବା ସମାଜ ପାଇଁ ଆଦର୍ଶ ସିଦ୍ଧାନ୍ତ। ଏଥିପାଇଁ ପ୍ରିୟ ଅପ୍ରିୟ ସମଥାନ୍ତି ବୋଲି କୁହାଯାଏ। କିନ୍ତୁ ପ୍ରିୟ ଅପ୍ରିୟ ତାଙ୍କର ନୁହେଁ, ପ୍ରିୟ ଅପ୍ରିୟ ହଉଛି ମାନେ ଅଭକ୍ତ। ଏଇଟା ଗୋଟେ ଅତ୍ୟନ୍ତ ସୂକ୍ଷ୍ମ ମାନେ ବିଚାର ଗୋଟେ। ଏଇଟା ସାଧାରଣତଃ ଏଇ ହଉଛି ଏବେ ଯୋଉ ସୁନା ଉପରେ ଆମେ ପ୍ରିୟ ରଖୁଛେ, ଯେମିତି ସ୍ତ୍ରୀ ଉପରେ ଆମେ ପ୍ରିୟ ରଖୁଛେ, ଭଗବତ ସେବିକା ସେ ଆମେ ତାପରେ ସ୍ତ୍ରୀ କରିକି ପ୍ରିୟ ରଖିଛେ ତାକୁ। ସୁନାଟା ଭଗବାନ ପାଇଁ ତିଆରି ହେଇଛି, ଭଗବାନଙ୍କର ଅଳଙ୍କାର, ଆମେ ତାକୁ ନିଜର କରିକି ଏଥିରେ ପ୍ରିୟ ରଖିଛେ। ବୁଝିପାରୁଛି ନା ନାଇଁ? ତେଣୁ ଭକ୍ତର ତା ନୁହେଁ, ଭକ୍ତ କହୁଛି ଏଟା ଭଗବାନଙ୍କ, ଭଗବାନ କାର୍ଯ୍ୟ ଲାଗିବ, ମୋର ଏଥିରେ କିଛି ସମ୍ମତ ନାହିଁ କି ନାହିଁ। ହଁ ତ ଯିଏ ଯୋଉ ପ୍ରିୟ ଭକ୍ତର ଲକ୍ଷଣ ଯୋଉ କୁହାହେଇଛି, ଭକ୍ତ ଉପରେ ଯୋଉ ଆରୋପ କରାହେଇଛି, ପ୍ରିୟ ଅପ୍ରିୟ ସମ ଦୁଃଖ ସୁଖ ଦେହ ବିଜୟ, ଏ ଯୋଉ ଆରୋପ କରାହେଇଛି ଭକ୍ତ ପାଖରେ, ଭକ୍ତର ଦେହ ବିଜୟ ସମ ଦୁଃଖ କିଛି ନାହିଁ। ସେ ତ ଅଲରେଡି ସେଥିରେ ପ୍ରତିଷ୍ଠିତ, ସେ ତ ଅଲରେଡି ପ୍ରତିଷ୍ଠିତ, ତାର ତ ସ୍ୱାଭାବିକ ଅବସ୍ଥା, ସ୍ୱାଭାବିକ ଅବସ୍ଥା। ତେଣୁ ପରବର୍ତ୍ତୀ ପାଇଁ ବା ଆସକ୍ତି ବ୍ୟକ୍ତିଙ୍କ ପାଇଁ ଏସବୁ ଶିକ୍ଷା ମହତ ବ୍ୟକ୍ତିଙ୍କ ଉପରେ, ଭକ୍ତ ଉପରେ ଆରୋପ କରାଏ। କିନ୍ତୁ ଆରୋପଟା ହଉଛି ଅଭକ୍ତଙ୍କର, ଭକ୍ତର ନୁହେଁ। ଅତ୍ୟନ୍ତ ସୂକ୍ଷ୍ମ ବିଚାର। ପ୍ରିୟ ଅପ୍ରିୟ ଅଭକ୍ତଙ୍କର, ଭକ୍ତ ପାଖରେ ନାହିଁ ସେଟା। କାହିଁକି ସେ ତା ଉପରକୁ ଉଠି ଯାଇଛି? ତାକୁ ଆରୋପ କରାହଉଛି। କାହିଁକି ଆରୋପ କରାହଉଛି? ନା ୟାକୁ ପଛ ବାଲାଙ୍କୁ ଉପରକୁ ନେବା ପାଇଁ, ଆସକ୍ତି ବ୍ୟକ୍ତିକି ଅନାସକ୍ତିକୁ ଆଣିବା ପାଇଁ। ସେଠି ତ ଦୋଷୀ ଦୋଷ କୁହାହବନି, ତାକୁ କହିଲେ ସେ ରାଜି ହବନି। ତେଣୁ ଅଦୋଷୀ ଏଠି ଦୋଷ ଦିଆଯାଉଛି। ବୁଝିପାରୁଛି ନା? ତେଣୁ ଏଇ ଅତି ସୂକ୍ଷ୍ମର ସୂକ୍ଷ୍ମ ଗହିରା କଥା ଗୁଡାକ ସୂକ୍ଷ୍ମ ପ୍ରଥମେ କୁହାଥିଲା ଯେ ପରମାର୍ଥ ଅତି ସୂକ୍ଷ୍ମର ସୂକ୍ଷ୍ମତର ଜିନିଷ, ତାକୁ ଯେ ମସ୍ତିଷ୍କରେ ଆମର ପଶିବ ସେଭଳି ସାମର୍ଥ୍ୟ ମସ୍ତିଷ୍କରେ ନାହିଁ। କଣ ନାହିଁ ନା ବିଶ୍ୱାସ ହରଣ କରିନି, ବିଷୟ ଚିନ୍ତନ ଏଭଳି ହରଣ କରିଦେଇଛି, ଫଳ କରିଦେଇଛି। ଆମେ ଏସବୁ ସୂକ୍ଷ୍ମର ସୂକ୍ଷ୍ମତର ଜିନିଷ ଗୁଡାକ ତାକୁ ବୁଝିବା ବହୁତ କଷ୍ଟସାଧ୍ୟ। ଆମେ ଫେଲ ଯାଇପାରିବାନି। ବାବା ଏଇ ଗୋଟେ ସ୍ତରରେ ଭକ୍ତର ସାଧନର ଗୋଟେ ସ୍ତରରେ ବୋଧେ ସ୍ୱତଃ ଏଇସବୁ ତାର ଅନୁଭବ ହେଇଯିବ। ଏଇ ଜିନିଷ ଯାକ ଯେତିକି ଭଗବାନଙ୍କ ନିକଟରେ ରହୁଥିବ ଜଣେ
ହଁ। ये सूक्ष्म विचार ता आगे प्रकट हो जाऊ जना पड़ी जना पड़ो पूरा क्लीयर ଦେଖାଯିବ देखा जीव सब अंतर्मुखी साधना जी प्रबल हम ताकू सब प्रकट सब देखा ଦେଖାଯିବ से विचार सब स्पष्ट आगे जना पड़ी एठी केवल शास्त्र पांडित्य ये सब विचार नुहे सब ନୁହେଁ ना ଆମର ଚିତ୍ତ ତ ବହିର୍ମୁଖୀ ରହେ। ଏହା ସବୁ ବହିର୍ମୁଖ ବହିରଙ୍ଗ ଏସବୁ ବହିରଙ୍ଗ ଅନ୍ତରଙ୍ଗ ସାଧନାର ପରିଣାମ ଯାକ ଏସବୁ ଫଳ ରୂପରେ ଆସିବେ ଦେଖାଯିବେ ଗୋଟେ ଗୋଟେ ସ୍ତରରେ ଏସବୁ ଜିନିଷ ପ୍ରକଟ ହେବେ ବିଶେଷ ସୁଖ ଜଳ ମସ୍ତିଷ୍କ ଖାଇବା ପିଇବା ଶୋଇବା କ'ଣ କ'ଣ ବ୍ୟବହାର କରିବା କ'ଣ ସବୁ ଆଜି ରାଧାରାଣୀ କେମିତି ବୁଦ୍ଧି କହୁଥିଲେ ହଁ ଭଗବାନ ଆସିକି ତୁମେ ଯୋଉ ମାନ ଅଭିମାନ ଯୋଉ ଜାତୀୟ ହଉନା କାହିଁ ଯୋଉ କରିଛ ସେ ତ ବିଚାର ତ ହେଇନି ପର୍ଯ୍ୟନ୍ତ କାହିଁକି ତୁମେ ତ ମାନକୁ ଖସୁନ ବିଚାର ନ୍ୟାୟ ତମେ ଦି ଜଣ ଆଗ ଭଲ ମସ୍ତିଷ୍କରେ ବସିଲେ ସିନା ଆମେ ନ୍ୟାୟଟା କରନ୍ତୁ କାହାର ଭୁଲ କାହାର ଠିକ ତୁମେ ଗୋଟେ ତମ ମଧ୍ୟରେ କଳ୍ପନା କରି ତୁମେ ଗୋଟେ ରାଜ୍ୟରେ ପଶିକି ମାନ ଆଡ କରିବନି ସିଏ ତାଙ୍କର ଭୁଲ ନ କରି ରାସ୍ତାରେ ଆସୁଛନ୍ତି ସେ ତାଙ୍କ ଉପରେ ଅଯଥା ଆରୋପ କରିକି ସେ ଗୋଡ ହାତ ଧରି କେତେ କାକୁତି ମିନତି ସେ ଭୁଲ କରିନାହାନ୍ତି ଅଥଚ ଗୋର ହାତ ଧରିନାହାନ୍ତି ତୁମେ କିଛି ନ୍ୟାୟ ବୁଝିବାକୁ ନାହିଁ ଆଡେ ମାନବ ଚରମରେ ଯାଇକି ଅଛନ୍ତି ରାଧାରାଣୀ ଆଜି ଏ କଥା କହୁଛୁ ନା ହଁ ସଖୀ କହୁଛନ୍ତି ଆଜି ତେଣୁ ଏଇ ଯୋଉ ଭଗବାନଙ୍କର ଚରଣର ବର୍ଣ୍ଣନା କରିକି ତାର ମାହାତ୍ମ ବର୍ଣ୍ଣନା କରିକି ଭଗବାନଙ୍କ ବର୍ଣ୍ଣନା କରିକି ଏଭଳି ସୁଯୋଗ ଆଉ ତୁ ପାଇବନି ଆଉ ପାଇବନି ବର୍ତ୍ତମାନ ଯଦି ଇଏ ଟିକେ ଯଦି ମୁହଁ ମୋଡ଼ି ହଟିବେ ଗଲେ ଗଲା ତାହେଲେ ତୁ ଯୋଉ ପ୍ରସ୍ତାବ କରିବୁ ଆଉ ସେତେବେଳକୁ ଆମକୁ କିଛି କହିବୁନି କି ନାଇଁ ହଁ ତୋର ଯୋଉ ତୋ ପାଖରେ ଯୋଉ ସେବା ଦାୟିତ୍ୱ ସବୁ ସେବା ସାମଗ୍ରୀ ତୋ ପାଖରେ ଯୋଉ ଅଛି ତୁ ଏ ସେବା ସାମଗ୍ରୀର ସେବା ତାଙ୍କୁ କରିବୁ ନା ତୁ ମାନ ଅଭିମାନ କରିକି ସେବାର ଦ୍ରବ୍ୟ ଗୁଡାକୁ କଣ ହତାଦର ବ୍ୟର୍ଥ କରୁଛନ୍ତି ତୋ ପାଖରେ ଯୋଉ ସେବା ସାମଗ୍ରୀ ସବୁ ଅଛି ସେ ସେବା ସାମଗ୍ରୀ ଯିଏ ମାଲିକ ସେ ଆଜି ପହଞ୍ଚିଲାଣି ତାରେ ଲଗଉନୁ କାହିଁକି ନ ଲଗେଇ ତୁ ମାନ କରିକି କହିଛୁ ସଖୀ କହୁଛନ୍ତି ଆଜି ରାଧାରାଣୀଙ୍କୁ ବୁଝାଉଛନ୍ତି ହଁ ଏତେ ବଡ ଅପୂର୍ବ ସୁଯୋଗ ହଁ ତାଙ୍କର କିଛି ଭୁଲ ନାହିଁ ସେ ଆସିକି ତ ଗୋଡ ତଳେ କରିକି ନେହରା ହେଲେଣି ତୁ ଏଠି ଚାହିଁଛୁ ଏ ସୁଯୋଗ କାହାକୁ ମିଳେ ଯାହାଠୁ ଆଉ ସୁଖ କଣ ଅଛି ଏବେ ତୋର ଏବେ ଅପରାଧ ହବ ତୋ ପାଖରେ ଯୋଉ ସାମଗ୍ରୀ ଅଛି ସାମଗ୍ରୀ ତାଙ୍କୁ ଦାନ କରିଦେ ହେଲେ ବ୍ୟର୍ଥ ଯିବ ଏ ସାମଗ୍ରୀ ତୁ ଏଥିପାଇଁ ଅଯୋଗ୍ୟ ହେଇଯିବୁ ଏ ସାମଗ୍ରୀ ପାଇଁ ତୃତୀୟ କଥା ଅଛନ୍ତି ସେମିତି ଏ ଭଗବାନଙ୍କର ଯେତେ ସବୁ ଭଗବତ ବିକାର ସବୁ ଏସବୁ ସେବା ସାମଗ୍ରୀ ଭଗବାନଙ୍କର କି ନାଇଁ ତେଣୁ ସାଧକ ଏଠି ନିଜର ସ୍ୱରୂପରେ ପ୍ରତିଷ୍ଠିତ ତାର କୌଣସିରେ କୌଣସି ସାମଗ୍ରୀ କୌଣସି ସମ୍ପର୍କ କିଛି କି ନାଇଁ କୌଣସି ସାମଗ୍ରୀ ତାର କୌଣସି ସମ୍ପର୍କ ନାହିଁ କେବଳ ସମ୍ପର୍କ ସେବା ସମ୍ପର୍କ ଭୋଗ ସମ୍ପର୍କ ତ ପ୍ରଶ୍ନ ଉଠୁନି ନା କେବଳ ହିଁ ସେବା ସମ୍ପର୍କ ଭଗବାନ ପ୍ରତି ତାହେଲେ ତାର ସମଜ୍ଞାନ ବା ସେବା ସମର୍ପଣ ନେଚୁରାଲି ପଡିଛି ତା ପାଖରେ ଆରୋପ କରିବା କି ଆବଶ୍ୟକତା ଅଛି ଯେ ପ୍ରିୟ ଅପ୍ରିୟ ବସ୍ତୁ ସେ ସମ ଅଛି ତା ପାଖରେ ପ୍ରିୟ କଣ ଅପ୍ରିୟ କଣ ଅଛି ତା ପାଖରେ କଣ ଦୁଃଖ କଣ ସୁଖ ଅଛି ସୂର୍ଯ୍ୟଙ୍କ ପାଖରେ କଣ ଦିନ କି ରାତି ଭଗବତ ବିକାର କେବଳ ଯଦି ବୁଝି ନେଇଛି ତା ପାଖରେ ଆଉ ପ୍ରିୟ ଅପ୍ରିୟ ଆସିଲା କୋଉଠି ତେବେ ପ୍ରିୟ ଅପ୍ରିୟ ଆରୋପ କରାଯାଉଛି ତା ପାଖରେ କାହିଁ କରାଯାଉଛି ଏ ଅଭକ୍ତଙ୍କ ପାଇଁ ବୋଲି ଅଭକ୍ତଙ୍କ ପାଇଁ ବା ଅଭକ୍ତଙ୍କୁ ସୁଧାରିବା ପାଇଁ ବୋଲି ଏ ହଉଛି ସାଧକଙ୍କ ପକ୍ଷେ ସୂକ୍ଷ୍ମ ବିଚାର ସୂକ୍ଷ୍ମ ବିଚାର ସୂକ୍ଷ୍ମ ବିଚାର ଏ ଅବଶ୍ୟ ଆମମାନଙ୍କ ଅତି କ୍ଲିଷ୍ଟ ହେଇଯାଉଛି ନା ବିଷ୍ଟ କ୍ଲିଷ୍ଟ ହେଇଯାଉଛି
ଆମ ମସ୍ତିଷ୍କରେ ରହିପାରୁନି। ତେବେ ଏହା ହିଁ ସତ୍ୟ। ସାଧକର ଏ ବିଚାର ଏ ଦୃଷ୍ଟି ନ ରହିଲେ ତାର ନେଚୁରାଲରେ ପରିଣତ ହେଇଯିବ ବୋଲି କିଛି ମାନେ ନାହିଁ। ତେବେ ହଉ କିନ୍ତୁ ଭକ୍ତି ଯୋଗ କୃଷ୍ଟ ନିଶ୍ଚିତ ହବ। ତେବେ ଆମର ପ୍ରଚେଷ୍ଟା ଚେଷ୍ଟା କ୍ଷୁଣ୍ଣ ଭାବ ରହିବାର ଅଛି, ୟାକୁ ଗ୍ରହଣ କରିବା ପାଇଁ, ଜାଣିବା ପାଇଁ। ତେଣୁ ଅବଶ୍ୟ ଭଗବାନ ତାକୁ ସରଳ କରାଇଦେବେ ସମାନୁପାତରେ ଆମ ଶ୍ରଦ୍ଧାକୁ ନେଇକି, ଆଗ୍ରହକୁ ନେଇକି। ତେବେ ଆଜି ତ ସମୟ ହେଇଛି, ଏବେ ତାଙ୍କୁ ବିଶ୍ରାମ ଦେବା। ଅବଶ୍ୟ ଆଗାମୀ ପର୍ଯ୍ୟାୟରେ